जाती न था तुमको गुला बाउंसा धरी गाँ गाँ बुले हमको बिकिबा को पड़िबो आ ओसा पुनम रे पिठापना मागिया को पड़िबो देखंतु गोटे झियो पाई ता बापा घर संपर्क मात्र 2.5 दिन से संपर्क माने किछ भी नहे ता छडा सीतांक परि पंचवटीर दुख को मो हसी हसी ग्रहण करी काई बिना मो पाई मो शासकर होचे वैकुंठपुर आ ए घरे पाद देले तमे हबा गोचा एत घरर कुळ बहु ना बड़ पंडा झील बे गोचायत करब तम मानकर एते साहस बड़ा मोर निरीह झीलटा को तमे शिखे मते फसई गलो नहीं जानते गीता माँ उभय परस्पर को भल पाइबा आइसन बाबा भी गीता माँ को सब कथा पचारिले आ गीता माँ भी सब कथा रे राजी बे से राजी हेई गला ना ताकू तमे शिखे मते राजी करई देलो आई साथे अने गीता माँ को के ते बात करी गीता माँ ए कोन अछि तमरो कोन अछि तमरो बे गुला बाउसिया बिकिले पेट को मुठाई दाना खाइबो तमे केशव बड़ पंडा संगे बंधु बांधियो बाहर जाइछो बे जमी बाड़ी घर द्वार जहा दिला सबुड़ा मो पाके बंधा पड़ी छे बे मूल तो छाड़ सुध दबा को तुमको 7 जन्म लागि दिबो ओहो बुझिली बुझिली तमे मो झियो को बहु करी आडी ए गान दांडे छाती फुलाई गइबो देखो रे भाई हमें केशव बड़ पंडा झियो को
ଲିଭିଯିବ। ଆଉ ତମେ ମାନେ ମୋଠୁ ନେଇଥିବା କରଜ ଟଙ୍କା ଆଉ ସୁଝିବାକୁ ପଡିବନି। ଆଇ ଶାନ୍ତେ ଏତେ ବଡ଼ ସାହସ ଆମେ କରିପାରିବୁ? ମାଟି କେବେ ଆକାଶକୁ ଛୁଇଁ ପାରିବନି କି ପୋଖରୀ କେବେ ସମୁଦ୍ରରେ ମିଶି ପାରିବନି। ଆମେ ଅଯୋଗ୍ୟ ଅଛୁଆ ମଣିଷ ସାରା ଜୀବନ ଅଛୁଆ ହେଇ ରହିବୁ। ଶାନ୍ତି ପ୍ରେମ କେବେ ବୁଝେ ନା ଜାତି ଧର୍ମ ବର୍ଣ୍ଣ। ଖରସ୍ରୋତା ନଦୀ ପରି ବହିଯାଏ ପ୍ରେମର ସୁଅରେ ମିଶିବା ପାଇଁ। ଯଦି ଚିନ୍ନୁ ଆଉ ଗୀତା ମା ପରସ୍ପର ନିଷ୍ପତ୍ତି ନେଇ ବାହା ହେଇ ସାରିଛନ୍ତି, ଆମେ ସେ ନିଷ୍ପତ୍ତିକୁ ମାନି ନେବା ମାନେ ତମ ସମସ୍ତିଙ୍କର ଇଚ୍ଛା ମୋ ଝିଅ ଏ ଘରର ବୋହୂ ହଉ, ଗାଁ ଗାଁ ବୁଲି ବୁଲା ବାଉଁଶିଆ ବିକୁ, ପୁଣ୍ୟ ପର୍ବ ହେଲେ କାନି ପତେଇ ଘର ଘର ବୁଲି ପିଠା ପଣା ମାଗିବ। ତୋର ଏଇ ଯୋବରା ଗୋଡରେ ତେଲ ବଚିବ। ଲାଜ ଲାଗିବନି ଶାନ୍ତି। ପ୍ରବେଶା କରିବା ଆମ ଧର୍ମ। ଶାଶୁ ଶ୍ୱଶୁରଙ୍କ ସେବା କରିବା ଗୋଟେ ଓଡ଼ିଆ ଘରର ବୋହୂର କର୍ତ୍ତବ୍ୟ। ସ୍ୱାମୀର ଆଦେଶ ପାଳନ କରିବା ଗୋଟେ ପତିବ୍ରତା ନାରୀର ଧର୍ମ। ସେ ଆଦେଶକୁ ପାଳନ କରିବେ, ଲାଜ ଲାଗିବନି। ଆଲୋ, ତୁ ଟିକେ ଚୁପ୍ ରହ ତୁ। କାହିଁକି ଚୁପ୍ ହେବି? କଣ ପାଇଁ ଚୁପ୍ ହେବି? ଆମେ କଣ ଅଜାତିଆ ଅଛୁଆଁ ବୋଲି ଆମେ ମଣିଷ ନୁହଁ? ଆମର କଣ ମାନ ଇଜ୍ଜତ କିଛି ନାହିଁ? ତମର ମାନ ଇଜ୍ଜତ ଅଛି, ତମର ମାନ ଇଜ୍ଜତ ଅଛି, ଆଉ ଏ କେଶ ବଡ ମୁଣ୍ଡାର ମାନ ଇଜ୍ଜତ ନାହିଁ। ମୋ ଝିଅକୁ ତମ ଘର ବୋହୂ କରି ଆଇଲେ ଏ କେଶ ବଡ ମୁଣ୍ଡାର ନାଁର ବାନେଟା ଖାଲି ଘିଡ଼ି ଘିଡ଼ି ହେଇ ଉଡ଼ି ବୁଲିବ। ଛାଡ଼ିବିନି ତମକୁ କାହାକୁ। ଏ ଗୀତା, ଭଲରେ ଭଲରେ ପଚାରୁଛି ଗୀତା, ତୁ ଏ କେଶ ବଡ ମୁଣ୍ଡାର ଝିଅ ହୋଇ ମୋ ସହିତ ଏ ଘରୁ ବାହାରି ଯିବୁ ନା ଏ ଦିନା ଗୋସାଇଁର ବୋହୂ ହୋଇ ଏ ଘରେ ପଡି ରହିବୁ? କହ ଗୀତା, ମୁଁ ତତେ ପଚାରୁଛି, କହ ଗୀତା। କୁହ ଚିନ୍ମୟ, ମୁଁ ଏବେ କଣ କରିବି? ଏ ଜଟିଳ ସମସ୍ୟା ଭିତରେ ମୁଁ କି ନିଷ୍ପତ୍ତି ନେବି? କୁହ ଚିନ୍ମୟ, ମୁଁ ଏବେ କଣ କରିବି? ଏଇ ଘରର ବୋହୂ ହେଇ ରହିବି ନା ସବୁଦିନ ପାଇଁ ମୋ ବାପାଙ୍କ ହାତ ଧରି ଏଠୁ ଚାଲିଯିବି? କୁହ ଚିନ୍ମୟ, ମୁଁ ଏବେ କଣ କରିବି? ତମେ ତମ ବାପାଙ୍କ ସହିତ ଚାଲିଯାଅ। ଚିନ୍ମୟ ବା, ଏତେ ସ୍ୱାର୍ଥପର ତମେ, ଏତେ ଶୀଘ୍ର ନିଜ ନିଷ୍ପତ୍ତିକୁ ଜଣେଇ ଦେଲ। ତମେ ଏ ଘରେ ବୋହୂ ହେଲେ ତମ ବାପାଙ୍କ ଜାତି ଚାଲିଯିବ, ତମ ବାପାଙ୍କ ମାନ ସମ୍ମାନ ଚାଲିଯିବ। ତମ ବାପା ଗାଁ ଦାଣ୍ଡରେ ମୁଣ୍ଡ ଟେକି ଚାଲି ପାରିବେନି। ବରଂ ଭଲ ହବ ତମ ନିଜ ହାତରେ ମଥାର ସିନ୍ଦୁର ପୋଛି ଦେଇ ତମେ ବାପାଙ୍କ ସହିତ ଚାଲିଯାଅ। ହେଲେ ମୋ ଗର୍ଭରେ ବଢୁଥିବା ଏ ଛୁଆ ଛୁଆ ମୋ ବାପା ଚିନ୍ମୟଙ୍କ ରକ୍ତକୁ ଗର୍ଭରେ ଧରି ମୁଁ ଏବେ ମା ହବାକୁ ଯାଉଛି। ତତେ ମାରୁ ମାରୁ ମାରିଦେବି। ଅଛୁଆ ଅଜାତିର ଛୁଆକୁ ତୁ ପେଟରେ ଧରି ବୁଲୁଛୁ, ମୋ ମାନ ସମ୍ମାନ ସବୁ ମାଟିରେ ମିଶେଇ ଦେଲୁ। କୋତଣ୍ଡା ଗାଁରେ ମୋର ବଡ ପଣ୍ଡା ନାଁ ଆଉ ରହିବ ତ? ମୋ ବଡ ପଣ୍ଡା ପଣିଆକୁ ମାଟିରେ ମିଶେଇ ଦେଲୁ। ଆରାମ ଜାଦି କିଛି ଭୁଲ ନାହିଁ ଶାନ୍ତି। ସବୁ ପୁଅ ମୋ ପୁଅର ଭୁଲ। ମୋ ପୁଅ ପାଇଁ ଗୀତା ମାଙ୍କ ଦେହରେ ଆଜି କଳଙ୍କ ଲାଗିଛି ଶାନ୍ତି। ସବୁ ମୋ ପୁଅର ଭୁଲ। କୁହ ଚିନ୍ମୟ, ମୁଁ ଏବେ କଣ କରିବି? କୁହ ଚିନ୍ମୟ, ମୁଁ କଣ କରିବି? କୁହ ଚିନ୍ମୟ, ମୁଁ ଏବେ କଣ କରିବି? ତମେ ଆବର୍ଷଣ କରିଦିଅ। କଣ କହିଲୁ? ପିତା ମା ତାଙ୍କ ପେଟର ପିଲାକୁ ନଷ୍ଟ କରିଦେବେ, ଗୋଟେ ଝିଅର ଜୀବନ ନଷ୍ଟ କରି କହୁଛୁ?